ବିବେକ କେମିତି ମାନୁଛି ଆଜ୍ଞା? ବିବେକ କେମିତି ମାନୁଛି କହୁନାହାନ୍ତି? ଡୋଣ୍ଟ ଆପଣଙ୍କର ବଜେଟ ଦେଖିକି, ଆପଣଙ୍କର ଘର ଦେଖିକି ଫ୍ୟାମିଲିକୁ ପ୍ଲାନ୍ କରିବାର ଅଛି। ଗୋଟେ ନୂଆ ଦମ୍ପତି ଦୁନିଆର ହାଲତ ଦେଖ, ଦୁନିଆର ଅବସ୍ଥା ଦେଖ, ନା ଖାଇବାକୁ ମିଳୁଛି, ନା ପିଇବାକୁ ମିଳୁଛି, ନା ବଞ୍ଚିବାକୁ ମିଳୁଛି। ତ ଏଇ ଅବସ୍ଥାରେ ଗୋଟେ ଛୁଆକୁ ଆମେ ଧକ୍କା ଦେଇକି ଜନ୍ମ କରିକି ଦୁନିଆରେ ପସେଇ ଦେଲେ ହେବ କି? ଦେଖିବାର ପାରିବୁ କି ଛୁଆଟି ପାରିବ କି? ଦେଖିକି ଜନ୍ମ କରନ୍ତୁ। ଯେମାନେ ମ୍ୟାରେଡ୍ ହେବାକୁ ଯାଉଛନ୍ତି କି ହେଇଛନ୍ତି, ପ୍ଲାନିଂ ଫର ଚିଲଡ୍ରେନ୍। ଆଉ ଯେଉଁମାନେ ଗୋଟେ ପୁଅ ଝିଅ ମାନେ ବୟସରେ 15-16 ବର୍ଷର ଯୋଉ ପୁଅ ଝିଅ ମାନଙ୍କର କଥା କହୁଛି, ଲାଇଫରେ ଗୋଟେ ଲାଇଫ ପାର୍ଟନର ନିଡ୍ କଣ ସେମାନଙ୍କୁ ଜଣା ନାହିଁ। ଲାଇଫ ପାର୍ଟନର ଲାଇଫରେ ଗୋଟେ ସ୍ୱାମୀର ନିଡ୍ କଣ, ଗୋଟେ ସ୍ତ୍ରୀର ନିଡ୍ କଣ ଏମାନଙ୍କୁ ଜଣା ନଥିବାର ବୟସରେ ଏମାନେ ବିବାହ ହେଇଯାଆନ୍ତି। ମୁଁ ବେଳେ ବେଳେ ଦେଖେ, ଶିଖାଅ, ବିବାହର ବୟସ ଏଇଟା। ଆମେ ପ୍ରଭୁଙ୍କର ଲୋକ, କେମିତି ଲୋକଙ୍କୁ ଆମେ ବାଛି ନେବାର ଜାଣ। ଅବଶ୍ୟ ଆମର କଣ ଅଧିକାର ଅଛି? ମା ବାପାଙ୍କର ଫାଷ୍ଟ ଅଧିକାର। ସେମାନେ କହି ଜାଣି ପାରିଲେ ନାହିଁ, ବୁଝାଇ ଜାଣି ପାରିଲେ ନାହିଁ। ଯେ ପର୍ଯ୍ୟନ୍ତ ଆମର ମ୍ୟାରେଜ ସ୍ୱର୍ଗରୁ ବ୍ଲେସେଡ ହୁଏ ନାହିଁ, ସ୍ୱର୍ଗରେ ଲେଖା ହୁଏ ନାହିଁ ଆଜ୍ଞା। ରେଜିଷ୍ଟର୍ଡ, ଆୱାର ମ୍ୟାରେଜ should be registered in heaven. ଗଭର୍ଣମେଣ୍ଟ ରେଜିଷ୍ଟର କରଲା କି ଛାଡ, ପ୍ରଭୁ କରିଥିବା ମ୍ୟାରେଜ ସ୍ୱର୍ଗରେ ରେଜିଷ୍ଟର ହେବ। ଅବ୍ରାହମ ସାରାଙ୍କର ମ୍ୟାରେଜ ପ୍ରଭୁ ରେଜିଷ୍ଟର କଲେ ସ୍ୱର୍ଗରେ। ଅବ୍ରାହମ ହାଗରର ମ୍ୟାରେଜ ପ୍ରଭୁ ରେଜିଷ୍ଟର କଲେନି, ତେଣୁକରି ତାଙ୍କର ପୁଅ ଆଜି ପର୍ଯ୍ୟନ୍ତ ଅଭିଶପ୍ତ ଅଟେ, ଇସ୍ମାଇଲୀୟ ମାନେ। ଆଦମ ହବା ପ୍ରଭୁ କରିଥିବା ମ୍ୟାରେଜ, କିନ୍ତୁ ସେମାନଙ୍କର ରିଲେସନସିପ ରେ କଣ ହେଇଗଲା କି ପ୍ରଥମ ସନ୍ତାନ ଅଭିଶପ୍ତ ହେଲା। ଏସବୁ ନ ଜାଣିଲେ କେମିତି ହବ? ବାକ୍ୟ, ବାଇବେଲ, ଖ୍ରୀଷ୍ଟୀୟ ଜୀବନର ଶିକ୍ଷା ସବୁ ବ୍ଲେସିଂ ବ୍ଲେସିଂ ହିଲିଂ ରେ ଚାଲୁଛି। ତେଣୁକରି ଆଜି ଆମର ଖ୍ରୀଷ୍ଟିଆନ ଜାଣି ପାରୁନାହାନ୍ତି କି ଖ୍ରୀଷ୍ଟୀୟ ଜୀବନ ବୋଲି କହିଲେ ଗିର୍ଜା ଘରେ 2 ଘଣ୍ଟା ଉପାସନା ନୁହେଁ। ଘରକୁ ଆସିଲା ପରେ ସୋମବାରଠୁ ଶନିବାର ପର୍ଯ୍ୟନ୍ତ ଆମ ଲାଇଫରେ ଦେଖାଇବାର ଅଛି ଖ୍ରୀଷ୍ଟୀୟ ଜୀବନ ମାନେ କଣ। ତାହା ସମ୍ବନ୍ଧୀୟ ଶିକ୍ଷା ତ ଜମା ଦେବାକୁ ଛାଡି ହିଁ ଦେଇଛନ୍ତି ବଡ ବଡ ବକ୍ତା ମାନେ, ଆତ୍ମିକ ବକ୍ତା ମାନେ ମଧ୍ୟ। ଖାଲି ବ୍ଲେସିଂ ରେ, ଜବ ରେ, ହିଲିଂ ରେ ଚାଲିଛି। ତେଣୁକରି ବହୁତ ଲୋକ ଜାଣିନାହାନ୍ତି କି ଏମିତି କରିବାଟା ଭୁଲ ଥିଲା କି ଆଜ୍ଞା ବୋଲି। ଏମିତି ପିଲାମାନେ ପଢେଇବାଟା ଭୁଲ, ଜାଣିନାହାନ୍ତି। ନା ପିଲାମାନେ ଜାଣିଛନ୍ତି, ନା ମା ବାପା ଜାଣିଛନ୍ତି। କହିବାର ଥିଲା କି ନାଇଁ? ପ୍ରଭୁଙ୍କର ଦାସ ମାନଙ୍କର ଆଶୀର୍ବାଦରେ, ମା ବାପାଙ୍କର କନସେଣ୍ଟରେ ମା ଯାଇକି ପୁଅର ହାତ, ଝିଅର ହାତ ଦେଇକି ଦେଖ, ତୁ ହିଁ ମା ହେ ଆଜିଠୁ। ତାର ଜାଣିନି ବିଚାର, ସେ ଭୋକ ଲାଗିଲେ ବି କହିବନି, ତୁ ଦେଖ ଦେଇକି ଯାଏ ଗୋଟେ ମା। ପେରେଣ୍ଟସ ର ଆଶୀର୍ବାଦ, ଦାସ ମାନଙ୍କର ଆଶୀର୍ବାଦ, ମଣ୍ଡଳୀର ଆଶୀର୍ବାଦ, ଦୂତ ମାନେ ସାକ୍ଷ୍ୟ, and last but not the least, ଈଶ୍ୱର ସାକ୍ଷୀ। 5 ଜଣଙ୍କର ସାକ୍ଷ୍ୟ ଦରକାର ଗୋଟେ ବ୍ଲେସେଡ ମ୍ୟାରେଜ ପଛରେ। ଲିଭି ଯାଇଛି ଦୀପ ଯାକ ଆଜ୍ଞା, କେତେ ପ୍ରାର୍ଥନା କଲେ କି ଲାଭ? କ୍ଷମା ମାଗ ଆଜି, ଗୋଡ ଧର ପ୍ରଭୁଙ୍କର। ପିଲାମାନଙ୍କୁ ଦୁନିଆରେ ଛାଡି ଦେଇକି ଆପଣ ମାନେ କେମିତି ସ୍ୱର୍ଗ ଯିବି ଭାବୁଛନ୍ତି? ପିଲାମାନେ ବଡ ହେଇକି ଯଦି ଡିସିଜନ ନେଇଛନ୍ତି ମାନେ ସେଟା ସେମାନଙ୍କ ଉପରେ ଦାୟିତ୍ୱ। ଛୋଟ ବେଳଠୁ ଆମେ ବି ଟିକେ ଯତ୍ନ ନେଇକି କରିବାର ଥିଲା, ଆମର ବି ଦାୟିତ୍ୱ ରହିଛି। ଆମେ କହି 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 ଥକି ଗଲୁ, କିନ୍ତୁ ସେମାନେ ସେଇ ବାଟ ହିଁ ବାଛିଲେ, ମାନେ ଆମର ଦାୟିତ୍ୱ ନାହିଁ। ଆମେ କହିନୁ ମାନେ ଆମେ ଦାୟୀ ହେବୁ। ପରିବାର ସଜାଡ, ଇସାଇ 38:1 ରେ, correct your family, set your family right। କାହାରିକାରି ବିବାହ ହେଉନି, ବ୍ୟସ୍ତ ହେଉଛନ୍ତି। ତୁମର ବିବାହ ହେଇକି ବି ପରିବାରକୁ କେୟାର କରୁନାହାନ୍ତି କେତେ ଲୋକ। କାହାରିକାରି ସନ୍ତାନ ହେଇନାହାନ୍ତି, ବ୍ୟସ୍ତ ହେଇକି କାନ୍ଦୁଛନ୍ତି। ଦିଟା ଚାରିଟା ଛୁଆ ହେଲେ ବି ଜମା ପଚାରୁନାହାନ୍ତି, ପ୍ରଭୁଙ୍କ ପ୍ରତି କୃତଜ୍ଞତା ନାହିଁ। ଏଇ ସବୁ ଯଦି ଆମ ଠାରେ ଭୁଲ ଅଛି ବୋଲି କହିଲେ କଣ ଏବେ ଆଉ କଣ କରିପାରିବୁ? ଭୁଲ ହେଇଗଲା କଣ କରିବୁ? ଗୋଡ ଧରିବୁ। ଆଉ କଣ କରିବୁ? ପ୍ରଭୁଙ୍କର ଗୋଡ ଧରିକି, ଜାଣି ପାରିଲି ନାହିଁ ପ୍ରଭୁ, ସରି, ଭୁଲ ହେଇଗଲା ମୋ ହାତରୁ ବୋଲି କହିକି
ପ୍ରଭୁଙ୍କ ପାଖରେ କ୍ଷମା ମାଗିକି କିଛିଟା ଯଦି ରେକ୍ଟିଫାଇ କରିପାରିବେ ଫ୍ୟାମିଲିରେ କରିକି ଟ୍ରାଏ କରନ୍ତୁ। ତ ମା ବାପା ହେବାର ମାନେ କଣ ଯଦି ଜାଣିନାହାନ୍ତି ତ ମା ବାପା ହୁଅନ୍ତୁ କା ନାହିଁ। ଛୁଆ ବେଳକୁ ବାହା ହେଇକି ସେମାନେ ଚାରିଟା ଏ ନିଜେ ଛୁଆ ଚାରିଟା ଛୁଆ ସହିତ ବେଚାରେ ଆଗକୁ ନେଇ ପଛକୁ ନେଇ ପତଳା ହେଇକି ଶୁଖି ଯାଇକି ଅନ୍ତର ସବୁ ଚିରିକି ଖାଲି ସେମାନଙ୍କର ଏଇ ଯନ୍ତ୍ରଣାର ଦୋଷ କାହାକୁ ଦେବା କୁହନ୍ତୁ ତ? ମା ବାପା ନୁହନ୍ତି କି? କରନ୍ତୁନି ସେମିତି ଛୁଆ ମାନଙ୍କ ପ୍ରତି। ସେ ଅଭିଶାପର ଜୀବନ ଭିତରକୁ ଠେଲି ଦିଅନ୍ତୁନି ସେମାନଙ୍କୁ, ବୁଝାନ୍ତୁ, ବୁଝିବା ଯାଇ ବୁଝାନ୍ତୁ। ପିଲାମାନଙ୍କର କଣ ବୁଦ୍ଧି ଠିକ ନାହିଁ। କୋଉ ପିଲା ଟିକେ ହସି ଦେଲେ, କୋଉ ପିଲା ଗୋଟେ ଭଲ ଦେଖା ଯାଉଛି ବୋଲି କହିଦେଲେ, ଗୋଟେ ସୁନ୍ଦରୀ ଅଛି ବୋଲି କହିଦେଲେ ପଡିଯିବେ ସେମାନେ। କି ମାଇଣ୍ଡ ସେମାନଙ୍କର ବେଚାରା। କରନ୍ତୁନି ସେମିତି ଛୁଆ ମାନଙ୍କ ପ୍ରତି। ସେ ଅଭିଶାପର ଜୀବନ ଭିତରକୁ ଠେଲି ଦିଅନ୍ତୁନି ସେମାନଙ୍କୁ, ବୁଝାନ୍ତୁ, ବୁଝିବା ଯାଇ ବୁଝାନ୍ତୁ। ଆଉ ପୁଅ ଝିଅ ମାନଙ୍କୁ କହୁଛି, ଏ ଭଲ ପାଇଲା ସେ ଭଲ ପାଇଲା, ନା ନା, ଡୋଣ୍ଟ ଡୁ ଦ୍ୟାଟ। ଜୀବନ ବର୍ବାଦ ହେଇଯିବ। ଆଜି କହୁଛି ଆପଣଙ୍କୁ, ଆଜି ଅଙ୍କଲଙ୍କର କଥା ଶୁଣିଲି ନାହିଁ, ମୋର ହାଲତ ଏମିତି ହେଇଗଲା ବୋଲି କହିବାର ସିଚୁଏସନ ନ ଆସୁ ଆପଣ ମାନଙ୍କୁ। ନ ହେଲେ ନ ହେଉ, ବିବାହ ନ ହେଉ, ପ୍ରଭୁଙ୍କର ପାଇଁ ବଞ୍ଚ। କିନ୍ତୁ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଭୟ ମା ବାପା ମାନେ ଆଉ ପ୍ରଭୁଙ୍କର ଦାସ ଦାସୀ ମାନେ ଆଣିଥିବା ସମ୍ବନ୍ଧ ପର୍ଯ୍ୟନ୍ତ ଯୋଗନ୍ତୁ। ୱେଟ୍ ଫର ଦ ରାଇଟ୍ ପାର୍ଟନର। ଜୀବନ ସୂଚୀ କର, ମାଇଣ୍ଡ ସୂଚୀ କର, ହୃଦୟ ସୂଚୀ କର, ମୋବାଇଲ ବି ପବିତ୍ର କର। କ୍ଲିନ୍ ଇଟ୍।